ବାଣ୍ଡ ବେୟାର ଆତ୍ମକାହାଣୀ ପେଜରେ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଇଏ ହେଉଛି ମୋର 9th କ୍ଲାସ୍ର ଷ୍ଟୋରି। ମୁଁ ଯେତେବେଳେ 9th କ୍ଲାସ୍ରେ ପଢ଼ୁଥିଲି, ସମର ଭ୍ୟାକେସନ୍ ହେଇଥିଲା। ମୋ ପିଲାବେଳୁ ସେକ୍ସ ଉପରେ ଇଣ୍ଟରେଷ୍ଟ ଥିଲା। ସ୍କୁଲରେ ବି ସାଙ୍ଗମାନଙ୍କ ସହ ସେମିତି କଥାବାର୍ତ୍ତା ହେଉ ମୁଁ ଫାଷ୍ଟ 8th କ୍ଲାସ୍ରୁ ମୁଠି ମାରିବା ଷ୍ଟାର୍ଟ କରିଦେଇଥିଲି। ଫିଲ୍ମ ମ୍ୟାଗାଜିନ୍ରେ ହିରୋଇନ୍ମାନଙ୍କ ନେକେଡ୍ ଫଟୋ ଦେଖିଲେ କି ଟିଭିରେ କିଛି କିସ୍ ସିନ୍ କି ହଟ୍ ସିନ୍ ଦେଖିଲେ ମୋ ଛୋଟ ବାଣ୍ଡଟି ଠିଆ ହୋଇଯାଏ। ଦିନେ ଖରାବେଳେ ମୋ ବାଣ୍ଡଟି ଠିଆ ହୋଇଯିବାରୁ ମୁଁ ତାକୁ 2 ହାତରେ ଧରି ମନ୍ଥିଲି। ମଜା ଲାଗିଲା ଆଉ ଜୋରରେ ମନ୍ଥିଲି। କିଛି ସମୟ ପରେ ମୋତେ ବହୁତ ମଜା ଲାଗିଲା, ଯେମିତି ବୀଜ ବାହାରିଗଲେ ଲାଗେନି, ସେହିପରି ମଜା ଲାଗିଲା। କିନ୍ତୁ ମୋର କିଛି ବାହାରିଲାନି। ଏମିତି କିଛି ଦିନ ଗଲା ପରେ ଦିନେ ଅଠାଳିଆ ପତଳା ବୀଜ ବାହାରିଲା ପରେ ମୋ ସାଙ୍ଗ ରାଜୁକୁ ପଚାରିବାରୁ ସେ କହିଲା ଏମିତି ବାହାରିବ। ତାପରେ ମୋର ମୁଠି ମାରିବା ଅଭ୍ୟାସ ହୋଇଗଲା। ହଁ, ରାଜୁ ମୋର ଗୋଟେ ଖାସ୍ ସାଙ୍ଗ। ତା ଭଉଣୀ ପ୍ରତିମା, ମୋ ଭଉଣୀ ସିମି, 2 ଜଣ ବି ସାଙ୍ଗ। ସେ ଦୁହେଁ 10th କ୍ଲାସ୍ରେ ପଢ଼ନ୍ତି। ପ୍ରତିମା ଦେଖିବାକୁ ଗୋରୀ, ହେଲ୍ଦି, ଖୁବ୍ ସୁନ୍ଦର, ଠିକ୍ କଣ୍ଢେଇ ପରି। ସେ ତା ବେଲକୁ ମାନେ ତାର ଦୁଧ ଗୁଡ଼ିକ ଲେମ୍ବୁ ପରି ହୋଇଥିଲା, ମାନେ ଛୋଟ ଛୋଟ ହୋଇଥିଲା। ସେ 2 ଜଣ ବି 10th କ୍ଲାସ୍ରେ ଏକ୍ଜାମ୍ ଦେଇଥାନ୍ତି। ଖରା ଛୁଟିରେ ଦିନେ ଯାକ ଖେଳ ବୁଲା ରାଜୁ ସାଙ୍ଗେ କରେ। ମୋ ଭଉଣୀ ସିମି ଆଉ ରାଜୁର ଭଉଣୀ ପ୍ରତିମା ଆମ ଘରେ ପ୍ରାୟ ସମୟ ରହନ୍ତି। ରାଜୁ କିଛି ଦିନ ପାଇଁ ଅଜା ଘରକୁ ଗଲା ବୁଲିବା ପାଇଁ। ସେ ନଥିବାରୁ ମୁଁ ପୁରା ବୋର୍ ହେଇଗଲି ଆଉ ଉପର ଘରେ ପ୍ରାୟ ଖରାବେଳେ ରୁହେ। ସେମାନେ ଖେଳିଲା ବେଳେ ଦେଖେ ଆଉ ଗପ ବହି ପଢ଼େ। ବେଳେବେଳେ କେହି ନଥିଲେ ମୁଠି ମାରେ। ଦିନେ ସେମାନେ ଖେଳୁଥିଲେ ଆଉ ମୋତେ ବି ଡାକିଲେ ଖେଳିବା ପାଇଁ। ମୁଁ କିନ୍ତୁ ମନା କଲି। ସିମି କହିଲା, ଭାଇ ଖେଳ ନା ପ୍ଲିଜ୍, ତୁ ତ ଖେଳରେ ହିଁ ଅଛୁ। ମୁଁ କହିଲି, ନାଇଁ ମ, ତମ ସହ କି ଖେଳ, ମୁଁ ମୋ ରୁମ୍ରେ ଗପ ବହି ପଢ଼ୁଛି। ତାପରେ ପ୍ରତିମା କହିଲା, ଭାଇ ଆମେ ଡକ୍ଟର ଖେଳୁଛୁ ଆଉ ତୁ ଡକ୍ଟର ହେଇଯା। ତୁ ତ ରୁମ୍ରେ ବସିଥା, ଆମେ ଆସିଲେ ଟ୍ରିଟମେଣ୍ଟ କରିବୁ। ମୁଁ ଆଉ ମନା କରିପାରିଲିନି। ଦେଖିଲି ଏ ବାହାନାରେ ଟାଇମ୍ ପାସ୍ ହୋଇଯିବ ଆଉ ହଁ କହିଦେଲି। କିଛି ସମୟ ପରେ ମୋ ଭଉଣୀ ସିମି ଆସିଲା। କହିଲା, ଡକ୍ଟର, ମୋ ଦେହ ଖରାପ ହୋଇଛି, ଜ୍ୱର ହୋଇଛି ଆଉ ମୁଣ୍ଡ ବଥା ହେଉଛି। ମୁଁ କହିଲି, ଠିକ୍ ଅଛି, ତ ଟେମ୍ପରେଚର ଟିକେ ଦେଖିବା ଆଉ ମେଡ଼ିସିନ ଓ ଇଞ୍ଜେକ୍ସନ୍ ଦେବା। ତାପରେ ଜେମ୍ସ ଚକୋଲେଟ୍କୁ ଟାବଲେଟ୍ ବୋଲି ଦେଲି ଆଉ ଗୋଟେ ଛୁଞ୍ଚି ନଥିବା ସିରିଞ୍ଜରେ ମୁଁ ଇଞ୍ଜେକ୍ସନ୍ଟା ତା ଡେଣାକୁ ଦେଇଦେଲି। ସେ ଗଲା ପରେ କିଛି ସମୟ ପରେ ପ୍ରତିମା ଆସିଲା। କହିଲା, ଡକ୍ଟର, ମୋ ପେଟ କାଟୁଛି। ମୁଁ କହିଲି, ହଉ ଆସ, ତୋ ପେଟ ଟେଷ୍ଟ ଟିକେ କରିଦେବା। ତାକୁ ଟେଷ୍ଟ କରିବାକୁ ଖଟ ଉପରେ ଶୋଇଦେଲି ଆଉ ତା ପେଟ ଉପରେ ହାତ ବୁଲେଇଲି। ସେ ଆଖି ବନ୍ଦ କରିଥାଏ। ସେତେବେଳେ ସେ ଗୋଟେ ଫ୍ରକ୍ ପିନ୍ଧିଥିଲା ଆଉ ଖଟ ଉପରେ ଶୋଇଥିଲା ବେଳକୁ ତା ଫ୍ରକ୍ ଜଙ୍ଘ ପର୍ଯ୍ୟନ୍ତ ପଡ଼ିଥିଲା। ମୁଁ ତା ପେଟକୁ ଅଣ୍ଡଳ ତା ଜଙ୍ଘରେ ହାତ ଦେଲି ତ ସେ ଝଟ୍ କରି ଆଣ୍ଠୁ ଭାଙ୍ଗିଦେଲା ଆଉ କହିଲା, ଡକ୍ଟର, ସେଠି ନାହିଁ, ମୋତେ କୁତକୁତ ଲାଗୁଛି। ସେତେବେଳେ ମୋ ମୁଣ୍ଡ ଖରାପ ଚିନ୍ତା ପଶିଗଲା ଆଉ ମୋ ହାଫ୍ ପ୍ୟାଣ୍ଟ ଭିତରେ ମୋ ଛୋଟ ବାଣ୍ଡଟି ପୁରା ଟେଙ୍ଗେଇ ଥାଏ। ଅଣ୍ଡରୱେର୍ ପିନ୍ଧି ନଥିବାରୁ ପୁରା ପଦାକୁ ଟେଙ୍ଗେଇ ହୋଇ ଜଣାପଡ଼ିଲା। ମୁଁ କହିଲି, ପ୍ରତିମା, ପେଟ କାଟୁଛି ଯଦି ମୋ ପେଟ ଦେଖିବାକୁ ପଡ଼ିବ ନା, ତେଣୁ ଫ୍ରକ୍ ଉପରକୁ ଉଠେଇ ତୋ ପେଟ ଦେଖିବି। ସେ କହିଲା, ନା, ଫ୍ରକ୍ କେମିତି ଉଠେଇବି? ମୁଁ କହିଲି, ଡକ୍ଟର ଆଗରେ ଏମିତି ଲାଜ କଲେ କ'ଣ ଚଳିବ? କେହି ତା ଫ୍ରକ୍କୁ ଟେକି ଦେଲି। ପେଟ ପର୍ଯ୍ୟନ୍ତ ସେ ଗୋଟେ ବ୍ଲୁ କଲର୍ ପେଣ୍ଟି ପିନ୍ଧିଥିଲା। କି ଦୃଶ୍ୟ ସେ, ମୁଁ ତ ବର୍ଣ୍ଣନା ବି କରିପାରୁନି। ମୋ ବାଣ୍ଡ ଅବସ୍ଥା ପୁରା ଖରାପ ହେଇଗଲା ତା ବ୍ଲୁ କଲର୍ର ପେଣ୍ଟି ଦେଖିକି। ମୁଁ ତା ପାଖରେ ଠିଆ ହୋଇ ଦେଖିଲା ବେଳେ ମୋ ବାଣ୍ଡଟି ଡେଣା
ତା ଡେଣାରେ ବାଜୁଥିଲା ଆଉ ଗୋରା ପେଟ ଉପରେ ମୋ ହାତ ବୁଲାଉଥାଏ। କି ମଜା! ସେ ଆଖି ବନ୍ଦ କରିଦେଇଥାଏ। ତାପରେ ମୁଁ ଆଉ କଣ୍ଟ୍ରୋଲ କରିପାରିଲିନି। ଆଉ ତା ନାହିରେ ଗୋଟେ କିସ୍ ଦେଇଦେଲି। ସେ କିଛି କହିଲାନି। ମୁଁ ଆଉ ଟିକେ ପେଟରେ ହାତ ବୁଲେଇ ଫ୍ରକ୍ ଭିତରେ ହାତ ମାରି ତା ଛୋଟ ଛୋଟ ଦୁଧ ଦୁଇଟାକୁ ଆଉଁସି ଦେଲି। ତା ମୁହଁରେ ଆଃ ବୋଲି ବାହାରିଗଲା। ଆଉ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ଆଉ କହିଲା, ଇଏ କ'ଣ କରୁଛ ଭାଇ? ସିମି ଅଛି, ଦେଖିଲେ କ'ଣ ଭାବିବ କହିଲ? ମୁଁ ସେତେବେଳେ କାମ ବାସ୍ନାରେ ଅନ୍ଧ ହୋଇଯାଇଥିଲି। ମୋତେ ଆଉ କିଛି ଦେଖାଯାଉନଥିଲା। ମୋ ପାଟି ଅଠା ଅଠା ହୋଇଗଲା। ତାକୁ ଆଉ କିଛି କହିପାରିଲିନି। ଚୁପ୍ କିନା ଠିଆ ହୋଇଗଲି। ତାପରେ ଖଟ ଉପରେ ଉଠିଲା ଆଉ ମୋତେ ହଠାତ୍ ଭିଡ଼ି ଧରିଲା ଆଉ କହିଲା, ପଛେ। ଓଃ, କି ଖୁସିରେ ମୁଁ ତ ପୁରା ପାଗଳ ହେଇଗଲି। ମୋ ଛାତି ଖାଲି ଧଡ଼ ଧଡ଼ ହେଉଥାଏ। ଏତିକି କହି ସେ ଚାଲିଗଲା ବାହାରକୁ। ମୁଁ ଆଉ କଣ୍ଟ୍ରୋଲ ନ କରିପାରିଲି। ସାଙ୍ଗେ ସାଙ୍ଗେ ବାଥରୁମକୁ ଯାଇ ମୁଠି ମାରିଲି। ମୁଠି ମାରିଲାରେ ତା ପିଆ ଦେଖିକି ମୋର ବହୁତ ବୀର୍ଯ୍ୟ ବାହାରିଲା। ତାପରେ ପରେ ସିମେଇ ଆସିଲା ବାହାରକୁ। ଭାଇ ଭାଇ କ'ଣ କରୁଛୁ କହି ବାଥରୁମ୍ ପାଖକୁ ଆସିଗଲା। ଆଉ ମୋ କବାଟ ଅଧା ଖୋଲା ଥିଲା। ମୁଁ ଯେ ଭିତରେ ପ୍ୟାଣ୍ଟ ଆଣ୍ଠୁ ଯାଏ ଖସେଇ ମୁଠି ମାରୁଥିଲି। ସେ ମୋତେ ପଛପଟୁ ଦେଖିଦେଇ କହିଲା, ଇଏ କ'ଣ କରୁଛୁ ଭାଇ? ୟା ଭିତରେ ଛତ୍ର କାମ କରୁଛୁ ନା? ରହ, ମୁଁ ଯାଇ ବୋଉକୁ କହୁଛି। ସେ ସାଙ୍ଗେ ସାଙ୍ଗେ ବୁଲି ଚାଲିଗଲା। ମୁଁ କ'ଣ କରିବି ଆଉ କିଛି ଭାବିପାରିଲିନି। ମୋ ବାଣ୍ଡଟି ସଙ୍କୁଡ଼ି ହେଇଗଲା ଡରରେ। ଲଙ୍କା ମରିଚ ପରି ହେଇଗଲା। ମୁଁ ସର୍ଟ କରି ପ୍ୟାଣ୍ଟକୁ ପିନ୍ଧି ବାହାରକୁ ଦୌଡ଼ି ଆସିଲି ଆଉ ତା ହାତ ଧରି ପକାଇଲି। ଖାଲି ସିମି, ପ୍ଲିଜ୍ କିଛି କହନା ବୋଉକୁ। ଏତିକି ବେଳେ ପ୍ରତିମା ବାହାରକୁ ଆସିଲା ଆଉ କଥାକୁ ସମ୍ଭାଳି ନେଲା। ସାଙ୍ଗେ ସାଙ୍ଗେ ସିମିକୁ କହିଲା, ଛି, ଏମିତି କଥା କ'ଣ ବୋଉକୁ କୁହାଯାଏ? ତୁ ବୁଝୁନୁ, ମୋ ଭାଇ ବି ଏମିତି ବେଳେ ବେଳେ କରୁଛି। ମୁଁ ତ ଦେଖୁଛି। ମୁଁ ତ କାହିଁ କିଛି କହୁନି। ତୁ କ'ଣ ପାଇଁ କହିବୁ? ଏତିକି କହି ସିମିକୁ ବୁଝେଇ ନେଇ ଘରକୁ ଗଲା। ଆଉ ସାଙ୍ଗେ ସାଙ୍ଗେ ଯାଇ ଖେଳ ସେତିକିରେ ହିଁ ବନ୍ଦ। ମୁଁ ଖଟ ଉପରେ ବସି ଟିକେ ଆରାମରେ ନିଶ୍ୱାସ ମାରିଲି ଆଉ କେତେବେଳେ ଶୋଇପଡ଼ିଲି ଆଉ ଜାଣିନି। ସେତେବେଳେ ସନ୍ଧ୍ୟା 5ଟା ହେବ। ମୁଁ ଶୋଇଛି ଖଟ ଉପରେ। ପ୍ରତିମା ଘରକୁ ଆସିଲା ଆଉ ମୋ ଓଠରେ ଗୋଟେ କିସ୍ ଦେଇଦେଲା। ମୋ ନିଦ ସାଙ୍ଗେ ସାଙ୍ଗେ ଭାଙ୍ଗିଗଲା। ମୁଁ କିଛି ବୁଝିପାରୁନଥାଏ। ସେ ମୋ ପାଖରେ ବସିଥାଏ। ମୁର୍କି ମୁର୍କି ହସି ହସି ପଚାରିଲା, କ'ଣ କରୁଥିଲ ସେତେବେଳେ? ମୁଁ ତାକୁ ମୋ ପାଖରେ ବସିବାରେ ଦେଖି ମୋ ପାଟିରୁ ଆଉ କଥା ବାହାରୁ ନଥାଏ। ମୁଁ ପଚାରିଲି, ସିମି କାଇଁ? ସେ କହିଲା, ସେ ବି ଶୋଇପଡ଼ିଛି। ଆଉ ମାଉସୀ, ମାନେ ମୋ ବୋଉ, ମୋ ଦାଣ୍ଡରେ ବସି କଥା ହେଉଛନ୍ତି। ଧଡ଼କିନା ଉଠି ପଡ଼ିଲି ଆଉ କିଛି ନ କହି ତାକୁ ଭିଡ଼ି ଧରିଲି। ସେ କିଛି ବି କହିପାରିଲାନି। ମୋ ବାଣ୍ଡ ପୁଣି ଟେଙ୍ଗେଇଲା। ସେ ବି ମୋତେ ଭିଡ଼ି ଧରିଲା ଆଉ ମୋତେ କିସ୍ ଦେଲା। ମୁଁ ତା ଫ୍ରକ୍ ଉପରେ ତା ଛୋଟ ଛୋଟ ଦୁଧ ଦୁଇଟାକୁ ଚାପି ଚାପି ଧରିଲି। ଜୀବନରେ ଫାଷ୍ଟ ଟାଇମ୍ ଚିପୁଥିଲି ନା। ଓଃ, କି ମଜା! ସେ ହଠାତ୍, ଏତେ ଜୋରରେ କ'ଣ ଚିପୁଛ ଯେ କାଟୁଛି ମ, କହି ଉଠିଗଲା ଆଉ କବାଟ ପାଖକୁ ଯାଇ କବାଟ ବନ୍ଦ କରିଦେଲା। ମୁଁ ବି ଠିଆ ହୋଇଗଲି ଆଉ ତାକୁ ଭିଡ଼ି ଧରିଲି ଆଉ ତା ଫ୍ରକ୍ ଭିତରେ ହାତ ମାରି ତା ପେଣ୍ଟି ଉପରେ ବିଆକୁ ଆଉଁସିଲି। ସେ ଆଖି ବନ୍ଦ କରି ଦେଇଥାଏ ଆଉ ତା ହାତକୁ ଆଣି ମୋ ବାଣ୍ଡକୁ ଧରାଇଲି। ସେ ମୋ ପ୍ୟାଣ୍ଟ ଉପରେ ମୋ ବାଣ୍ଡକୁ ଧରିଲା ଆଉ ଧୀରେ ଧୀରେ ମନ୍ଥୁଥିଲା। ତାପରେ ତା ଫ୍ରକ୍କୁ ପଛପଟ ଚେନ୍କୁ ତଳ ଯାଇ ଟାଣିଦେଲି ଆଉ ତା ଫ୍ରକ୍କୁ କାନ୍ଧ ପଟୁ ଖସାଇ ଦେଲି। ତା ଛୋଟ ଛୋଟ ଦୁଧ ଦୁଇଟା ମୋ ଆଖି ସାମ୍ନାରେ। କ'ଣ ଲାଗୁଥିଲା! ତାପରେ ତା ଦୁଧ ସାଙ୍ଗେ ମୁଁ ଟିକେ ଖେଳିବା ପାଇଁ ଲାଗିଲି। ଓଃ, କି ମଜା! ଆଜି ବି ସେ କଥା ମନେ ପଡ଼ିଗଲେ ନା ମୋ ପୁରା ବାଣ୍ଡ ଟେଙ୍ଗେଇକି ହେଇଯାଏ। ଛୋଟ ଛୋଟ ଦି ମୁଣ୍ଡି ତାକୁ ପାଟିରେ ପୁରେଇ ଚୁଚୁମିଲି। ସେ ମୋ ମୁଣ୍ଡକୁ ଭିଡ଼ି ଧରି ତା ଛାତି ଉପରେ ପ୍ରତିମା ମୁଁ ଖାଲି ଚାପୁଥାଏ ତା ଦୁଧ ଦୁଇଟାକୁ। ମଝିରେ ମଝିରେ ଚୋବାଇ ଦେଉଥାଏ। ତାପରେ ତାକୁ ଖଟ ଉପରେ ଶୋଇଦେଲି ଆଉ ତା ପେଣ୍ଟିକୁ ଟାଣି କାଢ଼ିଦେଲି ଆଉ ଫ୍ରକ୍କୁ ଅଣ୍ଟା ଯାଇ ଟେକିଦେଲି। ଓଃ, କି ସୁନ୍ଦର ସେ ବିଆ! ପୁରା ଗୋରା ଚିକିଣା, ଫୁଲକା ଫୁଲକା ହୋଇଥାଏ। ଟିକେ ବି ବାଳ ନାହିଁ। ତା ଗୋଡ଼କୁ ମେଲେଇ ତା ବିଆକୁ ଆଉଁସିଲି। ତା ବିଆ ଫାଟରେ ଆଙ୍ଗୁଳି ମାରିଲି କିନ୍ତୁ ଭିତରକୁ ଆଙ୍ଗୁଠି ପଶିଲାନି। ସେତେବେଳେ ବିଆ ଉପରେ ଏତେ ନଲେଜ ନଥିଲା ନା ମୋର। ବିଆ ଫାଟରେ ଆଙ୍ଗୁଳି ଘଷିଲା ବେଳେ ସେ ଆଖି ବନ୍ଦ କରି ମଜା ନେଉଥାଏ। ବିଆ ଉପରେ ଗୋଟେ କିସ୍ ଦେଲି। ବିଆ ଟିକେ
ଅଭଦ୍ର ବାସ୍ନା ସାଙ୍ଗକୁ ମୁଁ ମୁକ୍ତ ବାସ୍ନା ହେଉଥାଏ। ତାପରେ ତା ଉପରକୁ ଉଠିଯାଇ ମୋ ବାଣ୍ଡକୁ ତା ପିଆ ଉପରେ ଲଗେଇଦେଲି ଆଉ ପୁସ୍ କରିବାରେ ଲାଗିଲି। ପିଆରେ ତ ବାଟ ଫିଟି ନଥାଏ ନା, ବାଣ୍ଡ ଯିବ କେମିତି? ଆଉ ପିଆରେ କୋଉଠି ବାଣ୍ଡ ଲଗାଯାଏ ଏତେ ବି ମୁଁ ଜାଣିନଥିଲି, କିନ୍ତୁ ସେ ପିଆ ଉପରେ ବାଣ୍ଡକୁ ରଗଡ଼ିବାରେ ଲାଗିଲି। ଆଉ କିଛି ସମୟ ପରେ ମୋ ବାଣ୍ଡରୁ ପିଚ୍ ପିଚ୍ କରି ପିଚ୍ ବାହାରିଗଲା ଆଉ ମୁଁ ତା ଉପରେ ଶୋଇ ପଡ଼ି ରହିଲି ନିସ୍ତେଜ ହୋଇ। ସେ ସାଙ୍ଗେ ସାଙ୍ଗେ ମୋତେ ଠେଲି ଦେଇଛି। ଇଏ କ'ଣ କଲ? ମୋ ଉପରେ ମୁତି ଦେଲୁ? ଏସବୁ କ'ଣ ଅଠା ଅଠା ହୋଇଯାଉଛି? ମୁଁ ତାକୁ ବୁଝେଇଦେଲି ସେ ସବୁ ମୋ ବାଣ୍ଡରୁ ବାହାରିଛି। ତାପରେ ମୋ ଗାମୁଛା ଆଣି ତା ପିଆକୁ ଜଙ୍ଘ ପୋଛି ଦେଲି। ଏତିକି ବେଳେ ମୋ ଭାଗ୍ୟ ଖରାପ, ପୁଣି ମୋ ଭଉଣୀ ଆସିଗଲା ଆଉ ହଜି ହୋଇଥିବା କବାଟ ଖୋଲି ସିଧା ବେଡରୁମ୍ ଭିତରକୁ ପଶିଗଲା। ସେତେବେଳେ ପ୍ରତିମାର ପିଆ ପୋଛୁଥିଲି ଆଉ ମୋ ବାଣ୍ଡଟା ପେଣ୍ଟ ଉପରେ ଝୁଲୁଥିଲା। ସେ ସିଧା ପାଖକୁ ଆସି ଠିଆ ହୋଇଗଲା ଆଉ ସବୁ ଦେଖିଦେଲା। ପ୍ରତିମା ଧଡ଼ କରି ଉଠି ପଡ଼ିଲା ଆଉ ପେଣ୍ଟଟା ପିନ୍ଧିଦେଲା ଆଉ ଫ୍ରକ୍ ଠିକ୍ କଲା। ସିମି କିନ୍ତୁ କିଛି ନ କହି ରାଗିକି ତାକୁ ଚାହୁଁଥିଲା। ମୁଁ ଗୋଟେ କୋଣରେ ଚୁପି କରି ମୁଣ୍ଡ ପୋତି ଛିଡ଼ା ହୋଇଥାଏ। ପ୍ରତିମା ଫ୍ରକ୍ ପିନ୍ଧିଲା ପରେ ସିମି ହିଁ ତା ପଛ ଚେଣ୍ଟି ଦେଇଦେଲା ଆଉ 2 ଜଣ ଯାକ ବାହାରକୁ ଚାଲିଗଲେ। କିନ୍ତୁ ପ୍ରତିମା ମୋ ଭଉଣୀ ସିମିକୁ ବୁଝାଇଦେଲା ଆଉ ସେ କାହାକୁ କହିଲାନି। ପରେ ବହୁତ ଥର ମୁଁ ପ୍ରତିମା ସହ ଆମ ଛାତ ଉପରେ ମୋ ରୁମ୍ରେ କିଛି ସେଇ ଖରା ଛୁଟିରେ ମଧ୍ୟ ଗେଇଛି। ସିମି ଥାଇ ମଧ୍ୟ ଭିତରକୁ ଆସିନି। ପରେ ପ୍ରତିମା ଠାରୁ ଜାଣିବାକୁ ପାଇଲି ସିମି ପ୍ରଥମ ଥର ଭାଇ ରାଜୁ ସହ ସେକ୍ସ କରିଛି। କିନ୍ତୁ ରାଜୁ ଏ ପର୍ଯ୍ୟନ୍ତ ଜାଣିନି ଯେ ମୁଁ ତା ଭଉଣୀ ପ୍ରତିମା ସହ ମଧ୍ୟ ସେକ୍ସ କରିଛି। ଏମିତି ଆମର ସେକ୍ସ 2 ବର୍ଷ ପର୍ଯ୍ୟନ୍ତ ଚାଲିଲା। ତାପରେ ଆମେ ବିବିଏସରେ ଆସିଗଲୁ। ତାପରେ ଆଉ ସୁଯୋଗ ମୋତେ ମିଳେନି। କିନ୍ତୁ କ'ଣ କରିବି, ସେଇ ପ୍ରତିମାର ଅଭୁଲା ସ୍ମୃତିକୁ ମୁଁ ତ ଭୁଲି ପାରୁନି। ତାର ସେଇ ଛୋଟ ଛୋଟ ଦୁଧରେ ମୋ ମନ ରସିଯାଇଛି। ଆଜି ବି ଯଦି ମୋତେ ସେ ମିଳିବ, ମୁଁ ସେ ମୌକା ଖୋଜିବି। ପୁଣି ସେଇ ପୂର୍ବ ଦିନକୁ ମୁଁ ଫେରିଯିବି ଆଉ ତାକୁ ମନ ଭରି କେହିବି। ଏତିକିରେ ମୋ ଷ୍ଟୋରି ମୁଁ ବନ୍ଦ କରୁଛି। ଆଉ ମୁଁ କିଛି କହିପାରିବିନି।